ତୁମେ ଆଉ ସତରେ ଫେରିବନି ରାହୁଲ? କ'ଣ ସମସ୍ତେ ଏମିତି କହୁଛନ୍ତି? ସାଇ ପଡ଼ିଶାରେ ସମସ୍ତେ ତୁମକୁ ଝୁରୁଛନ୍ତି। ରାହୁଲ, ତୁମେ ନୀରବି ଗଲା ପରେ ତୁମ ସ୍ମୃତିରେ ଲୁହ ଝରାଉଛନ୍ତି ସମସ୍ତେ। ଆଉ ଘର ଗେଟ୍ ଭିତରେ ଥିବା ବୁଲେଟଟି ଷ୍ଟାଣ୍ଡ ମରା ହୋଇ ଠିଆ ହୋଇ ରହିଛି, ସତେ ଯେମିତି ଅପେକ୍ଷା କରିଛି ରାହୁଲକୁ। କିଛି ସମୟ ପରେ ତାର ମାଲିକ ରାହୁଲ ଆସିବେ ଆଉ ତାକୁ ନେଇଯିବେ, ରିଲ୍ସ କରିବେ। ବହୁତ ମାନିବ ତାଙ୍କର ଷ୍ଟାଇଲ ସାଙ୍ଗକୁ ଆକ୍ସନ। କିନ୍ତୁ ରାହୁଲ ଆସୁନାହାନ୍ତି କାହିଁକି? ରାଗିଛନ୍ତି ନା କ'ଣ? ଏମିତି କେତେ କ'ଣ ଭାବି ଭାବି ବୁଲେଟ ଖୋଜୁଥାଏ ତାର ରାହୁଲକୁ। ସେ ପାଖରେ କଳା କାରଟି ନୀରବରେ ଘର ବାହାରେ ଅପେକ୍ଷା କରି ସେମିତି ପଡ଼ି ରହିଛି। କାରଟି ଉପରେ ଧୂଳି ଜମିଗଲାଣି। ଦିନ ନାହିଁ କି ରାତି ନୁହେଁ, ସବୁବେଳେ କାରଟି ଘର ସାମ୍ନାରେ ଠିଆ ହୋଇ ଅପେକ୍ଷା କରିଛି ମାଲିକ ରାହୁଲର ଆସିବା ବାଟକୁ। ରିପିଟ୍, ସାହି ରାସ୍ତା ଦିନରେ ଖାଁ ଖାଁ, ରାତିରେ ଅନ୍ଧାର ଖାଇ ଗୋଡ଼ଉଛି। ତାରି ଭିତରେ କଳା କାରଟି ଯେମିତି ଗୁମୁରି ଗୁମୁରି ଝୁରୁଛି ରାହୁଲକୁ। କାର ଧରି ସବୁଆଡ଼େ ବୁଲି ବୁଲି ରାହୁଲ ଆଉ ତ୍ରିଷା ରିଲ୍ସ କରୁଥିଲେ। ମିଲିୟନରେ ଭିୟୁ ଆଣୁଥିଲେ। କେତେ ମଜା କରୁଥିଲେ ଏଇ କାର ଭିତରେ। ସେଦିନ କେମିତି ଥିଲା ଆଉ ଆଜି କେମିତି? ଶୈତାନଙ୍କ ଆକ୍ରମଣରେ ରାହୁଲ ଆଖି ବୁଜିଲା ପରେ ସମସ୍ତେ ଯେମିତି ସ୍ଥାଣୁ ପାଲଟି ଯାଇଛନ୍ତି। ଆମେ କହୁଛୁ ୟୁଟ୍ୟୁବର ରାହୁଲଙ୍କ କଥା। ଘଟଣା ଦିନ ୟୁଟ୍ୟୁବର ରାହୁଲଙ୍କ ଜୀବନ ଯିବା ପରେ ସ୍ତ୍ରୀ, ପରିବାର ଲୋକେ ଓ ସାହି ପଡ଼ିଶା ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପାଖ ପଡ଼ୋଶୀ କୋହଭରା କଣ୍ଠରେ କହୁଥିଲେ, ରାହୁଲ ଭଳି ଭଲ ପୁଅଟିଏ ମିଳିବନି। ଆମ ଘରେ ପୁଅ ଭଳି ଚଳୁଥିଲା। ଯେତେବେଳେ ପୁଅ ସ୍କୁଲକୁ ଯାଏ, ଏଇ କଳା କାରରେ ହେଉ କି ବୁଲେଟରେ ହେଉ, ସେ ନେଇକି ସ୍କୁଲରେ ଛାଡ଼ି ଦେଉଥିଲା। ଅନେକ ସମୟରେ ଆମେ ନଥିଲା ବେଳେ ପୁଅକୁ ମେଡିକାଲ କୁହ କି ଯାନିଯାତ୍ରା, ସବୁଠିକୁ ଏଇ କଳା କାରରେ ରାହୁଲ ନେଇକି ବୁଲଉଥିଲା। ଆମେ ଯେତେବେଳେ ଘରୁ ବାହାରୁଛୁ, କାରଟି ଆମ ଆଖି ଆଗକୁ ଆସିଲେ ଲୁହରେ ଛଳଛଳ ହୋଇ ପଡ଼ୁଛି। ରାହୁଲ କଥା ଖୁବ୍ ମନେ ପଡ଼ୁଛି। ହେଲେ ଏ କଥା ବି ସମସ୍ତେ ଜାଣନ୍ତି କି ରାହୁଲ ଆଉ ଫେରିବେନି। ତଥାପି ବିଶ୍ୱାସ କରିପାରୁନାହାନ୍ତି ହଠାତ୍ ରାହୁଲ ଏମିତି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ବୋଲି। ପରିବାର ପଡ଼ିଶା ତ ଝୁରୁଛନ୍ତି, ତାଙ୍କୁ ସେମିତି ଝୁରୁଛନ୍ତି ତାଙ୍କୁ ବୋହି ନେଉଥିବା କାର ଓ ବୁଲେଟ ମୋଟର ସାଇକେଲ। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।